ତ୍ରିନାଲୀର ଆଜି ସବୁ ମନେ ପଡିଯିବ। ସେପଟେ ତେଜସ ଆଜି ଠାକୁରଙ୍କ ଆଗରେ ଗୁହାରି କଲା ବେଳେ ତ୍ରିନାଲୀ ଲୁଚିକି ସବୁ ଶୁଣୁଥାନ୍ତି। ଆଉ ତେଜସ କହୁଥାନ୍ତି ଯେ ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ମୋ ତ୍ରିନାଲୀକୁ ଏତେ ବଡ ଶାସ୍ତି କାହିଁକି ଦେଲ? ଯଦି ଶାସ୍ତି ଦେବାର ଥିଲା ତାହେଲେ ମତେ ଦେଇଥାନ୍ତ। ପ୍ରଭୁ ତାଙ୍କର ସବୁ କଷ୍ଟ ମତେ ଦେଇଦିଅ, କିନ୍ତୁ ତାଙ୍କର ସ୍ମରଣ ଶକ୍ତି ତାଙ୍କୁ ଫେରେଇ ଦିଅ। ମୁଁ ତାଙ୍କୁ ଏତେ କଷ୍ଟରେ ଦେଖି ପାରୁନି। ପ୍ଲିଜ ଭଗବାନ ଏମିତି କରନି। ସେ ମତେ ଏବେ ଭୁଲି ଯାଇଛନ୍ତି, ମତେ ଆଉ ଚିହ୍ନି ପାରୁନାହାନ୍ତି। ସେଇଥିପାଇଁ ତ୍ରିନାଲୀଙ୍କ ମନରେ ଥିବା ମୋ ଭାବନାକୁ ଲିଭେଇ ଦିଅନି। ତାଙ୍କୁ ଲାଗୁଛି ଯେ ମୁଁ ତାଙ୍କୁ ଭଲ ପାଉନି, ହେଲେ ସତ କଥା ହେଲା ମୁଁ ତାଙ୍କୁ ବହୁତ ଭଲ ପାଉଛି, ମୋ ଜୀବନଠୁ ବି ଅଧିକା। ଏହାପରେ ତ୍ରିନାଲୀ ସବୁ ଶୁଣିକି ମନେ ମନେ କହୁଥିବ ଯେ ତମେ ଯଦି ସତରେ ମତେ ଏତେ ଭଲ ପାଅ ତାହେଲେ ମତେ ପୋଲିସରେ ଆରେଷ୍ଟ କରିବାକୁ କାହିଁକି ଚାହୁଁଥିଲ? ଏମିତି କହି ମନେ ମନେ ଖୁସିରେ କାନ୍ଦି ପକାଇବେ। ଆଉ ତେଜଙ୍କ ସାମ୍ନାକୁ ଆସି ତେଜକୁ କୁଣ୍ଢାଇ ପକାଇବେ ଆଉ କହିବେ ତେଜସ ମୁଁ ସବୁ ଶୁଣି ସାରିଛି। ଆଉ ଏଇ କଥା ଯଦି ତମେ ମତେ ଆଗରୁ କହିଥାନ୍ତ ତାହେଲେ ତମ ଉପରୁ ମୋର ଭରସା କେବେ ବି ଭାଙ୍ଗି ନଥାନ୍ତା, କି ମୁଁ ତମକୁ କେବେ ବି ଛାଡିକି ଯାଇନଥାନ୍ତି। ପୁଣି କହିବେ ସରି ତେଜସ, ମୁଁ ତମକୁ ଭୁଲ ବୁଝିଥିଲି, ଆଇ ଏମ୍ ସରି। ଏମିତି କହି ତେଜକୁ କ୍ଷମା ମାଗିବେ। ଦର୍ଶକ ବନ୍ଧୁ ଏମିତି କିଛି ଇମୋସନାଲ ସିନ୍ ଆପଣ ମାନେ ଦେଖିବାକୁ ପାଇବେ।